ଏହି ଭିଡିଓରେ ଆପଣ ୟୁନିଲର୍ନ ଆପ୍ରେ କିପରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ତାହା ଜାଣିପାରିବେ। ନମସ୍କାର, ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ଅଙ୍ଗନବାଡ଼ିରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଭିଡିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏହି ଭିଡିଓକୁ ଗୋଟେ ଲାଇକ୍ କରିଦେବେ। ଯଦି ଆପଣ କିଛି ବୁଝିପାରିନାହାନ୍ତି ତେବେ କମେଣ୍ଟରେ ନିଶ୍ଚୟ ଜଣାଇଦେବେ ଏବଂ ଏହିପରି ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନେବେ। ସାର୍ଟିଫିକେଟ୍ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏହି ଆପ୍ରେ ଥିବା 14ଟି ମଡ୍ୟୁଲର ସମସ୍ତ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ପଡ଼ିବ। ତେବେ ଆପଣଙ୍କ 100% ହେବ ଏବଂ 100% ହୋଇସାରିଲା ପରେ ଆପଣ ସାର୍ଟିଫିକେଟ୍ଟି ଡାଉନଲୋଡ୍ କରିପାରିବେ। ସାର୍ଟିଫିକେଟ୍ ଡାଉନଲୋଡ୍ କରିବା ପାଇଁ ଆପଣ 100% ଥିବା ପାଖରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏପରି ଏକ ନୂଆ ପେଜଟେ ଓପନ୍ ହୋଇଯିବ। ଏହି ପାଖରେ ଅଛି କୋର୍ସ ବା କଣ୍ଟେଣ୍ଟ ଥିବ, ତ ତାହାର ଶେଷକୁ ଚାଲି ଆସିବେ। ସେ ପାଖରେ ଲେଖା ଥିବ ଇ ଅରୁଣିମା ପାଠ୍ୟକ୍ରମ ପ୍ରମାଣପତ୍ର। ଇ ଅରୁଣିମା ପାଠ୍ୟକ୍ରମ ପ୍ରମାଣପତ୍ରକୁ କ୍ଲିକ୍ କଲା ପରେ ସେ ପାଖରେ ଗୋଟେ ମଡ୍ୟୁଲର ଲିଙ୍କ୍ ଆସିବ। ତାହାକୁ ପୁଣି ଥରେ ଦେଖିନେବେ ଓ ତାପରେ ପ୍ରମାଣପତ୍ରଟି ଡାଉନଲୋଡ୍ କରିନେବେ।